ବର୍ତ୍ତମାନ ଏସ୍ବିଆଇର ଗ୍ରାହକମାନଙ୍କ ପାଇଁ ଆସିଲା ବଡ଼ ଖବର। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜର କୋଟି କୋଟି ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। ଯଦି ଆପଣ ଜଣେ ଏସ୍ବିଆଇ ଆକାଉଣ୍ଟଧାରୀ ତେବେ ଆପଣମାନଙ୍କ ପାଇଁ ଏହି ଖବରଟି ଜାଣିବା ନିହାତି ଜରୁରୀ। ତ ଆସନ୍ତୁ ଦେଖିବା କ'ଣ ରହିଛି ସମ୍ପୂର୍ଣ୍ଣ ଖବର। ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲ ସହିତ ଯୋଡ଼ି ହୋଇ ରହିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖିଥାନ୍ତୁ। ତ ବର୍ତ୍ତମାନ ଏସ୍ବିଆଇ ଗ୍ରାହକମାନେ ଏଟିଏମ୍ରୁ ମାସକୁ କେବଳ 4 ଥର ହିଁ ମାଗଣାରେ ଟ୍ରାଞ୍ଜାକ୍ସନ୍ ବା ଟଙ୍କା ଉଠାଣ କରିପାରିବେ। ପ୍ରଥମ ଥର ଟ୍ରାଞ୍ଜାକ୍ସନ୍ କଲେ ଗ୍ରାହକଙ୍କୁ ଶୁଳ୍କ ଦେବାକୁ ପଡ଼ିବ। ଏସ୍ବିଆଇର ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏହି ନିୟମ ମୁଖ୍ୟତଃ ବେସିକ୍ ସେଭିଂ ବ୍ୟାଙ୍କ ଡିପୋଜିଟ୍ ଆକାଉଣ୍ଟଧାରୀଙ୍କ ପାଇଁ ଲାଗୁ ହେବ। ଏହି ପର୍ଯ୍ୟନ୍ତ ଏସ୍ବିଆଇର ବିଏସ୍ବିଡି ଆକାଉଣ୍ଟରେ 4ଟି ମାଗଣା ଟ୍ରାଞ୍ଜାକ୍ସନ୍ର ସୀମା ମୁଖ୍ୟତଃ ନଗଦ ଟଙ୍କା ଉଠାଣ ଉପରେ ଲାଗୁ ହେଉଥିଲା। ଏସ୍ବିଆଇର ନୂଆ ସର୍ଭିସ୍ ଚାର୍ଜ ନିୟମ ଅନୁସାରେ ବିଏସ୍ବିଡି ଖାତାଧାରୀଙ୍କ ମଧ୍ୟରେ ପ୍ରତି 4 ମାସରେ 4ଟି ମାଗଣା ନଗଦ ଉଠାଣ ସୁବିଧା ପାଇବା ପାଇଁ ଜାରି ରଖିବେ। 4ଟି ଟ୍ରାଞ୍ଜାକ୍ସନ୍ ପରେ ପ୍ରତ୍ୟେକ ଅତିରିକ୍ତ କ୍ୟାଶ୍ ଟ୍ରାଞ୍ଜାକ୍ସନ୍ ଉପରେ 15 ଟଙ୍କା ସହିତ ଜିଏସ୍ଟି ଶୁଳ୍କ ଆଦାୟ କରାଯିବ। ଏହି ଆକାଉଣ୍ଟ ବିଶେଷ ଭାବରେ ସେହି ଗ୍ରାହକମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନଙ୍କ ପାଇଁ ନିୟମିତ ସେଭିଂସ୍ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ବଜାୟ ରଖିବା କଷ୍ଟକର ହୋଇଥାଏ। ଏହି ଆକାଉଣ୍ଟରେ କୌଣସି ମିନିମମ୍ ବାଲାନ୍ସ ରଖିବାର ଆବଶ୍ୟକତା ନଥାଏ। ଏହି ନୂଆ ନିୟମ ଅକ୍ଟୋବର 1, 2026ରୁ ଲାଗୁ ହେବାକୁ ଯାଉଛି। ଏହି ନିୟମ ମୁଖ୍ୟତଃ ବେସିକ୍ ସେଭିଂ ବ୍ୟାଙ୍କ ଡିପୋଜିଟ୍ ଆକାଉଣ୍ଟଧାରୀଙ୍କ ପାଇଁ ଲାଗୁ ହେବ। ଏନେଇ ଏସ୍ବିଆଇ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି।